ଏମିତି ଲୋକଙ୍କ ଉପରେ କେବେ ମଧ୍ୟ ଭରସା କର ନାହିଁ, କେବେ ମଧ୍ୟ ବିଶ୍ୱାସଘାତ କରିପାରନ୍ତି। 1. ଯେଉଁ ବ୍ୟକ୍ତି ପାଖରେ ଅସ୍ତ୍ରଶସ୍ତ୍ର ଅଛି। ଆଚାର୍ଯ୍ୟ ଚାଣକ୍ୟ କହନ୍ତି ଯେ ଏପରି କୌଣସି ବ୍ୟକ୍ତି ଉପରେ ଭରସା କରିବା ଉଚିତ ନୁହେଁ ଯାହା ପାଖରେ ଅସ୍ତ୍ରଶସ୍ତ୍ର ଥିବ। ଏହି ପ୍ରକାର ବ୍ୟକ୍ତି କ୍ରୋଧରେ ଆସି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରିବ। ଏହିଭଳି ଲୋକଙ୍କଠାରୁ ସବୁବେଳେ ଦୂରେଇ ରହିବା ଉଚିତ। 2. ଦୁଷ୍ଟ ଆଚରଣର ସ୍ତ୍ରୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀର ଆଚରଣ ଭଲ ନାହିଁ ତାଠାରୁ ଦୂରେଇ ରହିବା ହିଁ ଭଲ ଅଟେ। ଏହିଭଳି ସ୍ୱଭାବର ସ୍ତ୍ରୀ ସମୟ ଆସିଲେ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରିବ। ଏମିତି ସ୍ତ୍ରୀ ଉପରେ ଭରସା କରିବା ଆପଣଙ୍କ ପାଇଁ ବିପଦ ପ୍ରମାଣିତ ହୋଇପାରେ। 3. ଆବଶ୍ୟକଠାରୁ ଅଧିକ ମିଠା କହୁଥିବା ବ୍ୟକ୍ତି। ଏହି ପ୍ରକାରର ଲୋକମାନେ ଅନ୍ୟକୁ ନିଜ କଥାରେ ଶୀଘ୍ର ଫସାଇ ଦିଅନ୍ତି ଏବଂ ସମୟ ଆସିଲେ ଧୋକା ଦିଅନ୍ତି। ଏମିତି ଲୋକଙ୍କର ମଧୁର ବ୍ୟବହାରରେ ଲୋକମାନେ ଏହିଭଳି ଲୋକଙ୍କ ଉପରେ ଶୀଘ୍ର ଭରସା କରିନିଅନ୍ତି। ଏହା ତାଙ୍କର ସବୁଠାରୁ ବଡ଼ ଗୁଣ ହୋଇଥାଏ। 4. ରାଜାଘରର ଲୋକମାନଙ୍କ ଉପରେ। ଆଚାର୍ଯ୍ୟ ଚାଣକ୍ୟ କହନ୍ତି ଯେ ରାଜାଘର ଏବଂ ଉଚ୍ଚ ପଦରେ ବସିଥିବା ଲୋକମାନଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଏହି ଲୋକଙ୍କ ଉପରେ ଅତ୍ୟଧିକ ବିଶ୍ୱାସ କରିବା ହାନିକାରକ ହୋଇଥାଏ। ଏମିତି ଲୋକଙ୍କ ସହିତ ନା ବେଶୀ ମିତ୍ରତା ରଖ ନା ତ ବେଶୀ ଶତ୍ରୁତା। ଏମିତି ଲୋକ ନିଜର ପଦର ବ୍ୟବହାର କରି ଆପଣଙ୍କ ଅହିତ କରିପାରିବେ। 5. ତୀବ୍ର ବେଗରେ ବହୁଥିବା ନଦୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନଦୀ ପାରି ହେବା ସମୟରେ ତୀବ୍ର ବେଗରେ ବହୁଥିବା ନଦୀକୁ ଯିବା ପାଇଁ ବିପଦ ହୋଇଥାଏ। ଏମିତିରେ କାହାର କଥା ଉପରେ ଭରସା କରି ଯିବା ଦ୍ୱାରା ଆପଣଙ୍କ ପ୍ରାଣକୁ ବିପଦ ଆସିଯିବ। ନଦୀ ବିଷୟରେ ଭଲ ଭାବରେ ଜାଣିବା ପରେ ହିଁ ଓହ୍ଲାଇବା ଉଚିତ। 6. ଆମକୁ ଏମିତି ଲୋକଙ୍କ ଉପରେ କେବେ ବିଶ୍ୱାସ କରିବା ଉଚିତ ନୁହେଁ ଯିଏ ଅନ୍ୟର କଥାକୁ ଆମକୁ କହୁଥିବ, କାରଣ ଯେ ଅନ୍ୟ ଲୋକର କଥା ଆମକୁ କହୁଥିବ ତ ଏହା ସୁନିଶ୍ଚିତ ଅଟେ ଯେ ସେ ଆମର କଥା ମଧ୍ୟ ଅନ୍ୟ କାହାକୁ କହୁଥିବ ଏବଂ ଏମିତି ଲୋକ ବହୁତ ଭୟଙ୍କର ହୋଇଥାନ୍ତି ଏବଂ ଏମିତି ଲୋକଙ୍କୁ ଚିହ୍ନିକରି ତାଙ୍କଠାରୁ ଦୂରେଇ ଯିବା ଉଚିତ ଏବଂ ଏମାନଙ୍କ ଉପରେ ବେଶୀ ଭରସା କରିବା ଉଚିତ ନୁହେଁ। 7. ଯେବେ କେହି ବିନା କାରଣରେ ଆପଣଙ୍କର ଚାପଲୁସି କରେ, କଥା କଥାରେ ଅତ୍ୟଧିକ ପ୍ରଶଂସା କରେ ତ ବୁଝିଯାଅ କିଛି ଗଡ଼ବଡ଼ ଅଛି। 8. ବହୁତ ଲୋକଙ୍କର ମଧ୍ୟରେ ଯଦି କେହି ଆପଣଙ୍କୁ ବେଶୀ ଭାଉ ଦେବାକୁ ଲାଗେ, ଆପଣଙ୍କୁ ସମସ୍ତଙ୍କଠାରୁ ଉପରେ ଗୋଟିଏ ନେତା ପରି ଟ୍ରିଟ୍ କରେ ତ ବୁଝିଯାଅ କିଛି ଗଡ଼ବଡ଼ ଅଛି। 9. ଧନ ଆପଣଙ୍କର ଖର୍ଚ୍ଚ କରାଇବେ କିନ୍ତୁ ଶ୍ରେୟ ନିଜେ ନେବେ, ଦେଖାଇ ହେବେ କିନ୍ତୁ ଆପଣଙ୍କ ପଇସାରେ। ଏମିତି ଲୋକଙ୍କ ଉପରେ ବିଲକୁଲ ଭରସା କର ନାହିଁ। 10. ସେହି ବ୍ୟକ୍ତି ଉପରେ କେବେ ବିଶ୍ୱାସ କର ନାହିଁ ଯିଏ ତୁମକୁ ଅନ୍ୟମାନଙ୍କର ରହସ୍ୟ କହିଥାଏ। 11. ଯେଉଁ ଲୋକମାନେ ଆପଣଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କର ସାମ୍ନାରେ ଅନ୍ୟର ନିନ୍ଦା କରିଥାନ୍ତି ଏବଂ ଆପଣଙ୍କଠାରେ ଯେଉଁ ଗୁଣ ନଥିଲେ ମଧ୍ୟ ତାର ପ୍ରଶଂସା କରିଥାନ୍ତି ବା ଚାପଲୁସି କରନ୍ତି, ଏମିତି ଲୋକଙ୍କ ଉପରେ ବିଲକୁଲ ଭରସା କର ନାହିଁ। ତ ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।